କାହିଁକି କେଜାଣି ମୁଁ ତାକୁ ଜମା ବି ଭୁଲି ପାରୁନଥିଲି। ଅନେକ ଚେଷ୍ଟା କରୁଥିଲି ତାକୁ ଭୁଲିବା ପାଇଁ ନୁହେଁ, ତାକୁ ମନେ ନ ପକାଇବାକୁ। ହେଲେ ଅମାନିଆ ମନଟା ଭିତରକୁ ସେ ଖାଲି ଧସେଇ ପଶି ଆସୁଥିଲା। ତା ସହିତ ବିତେଇଥିବା ସବୁ ସ୍ମୃତି ସବୁବେଳେ ଆଖିରେ ଖାଲି ଲୁହ ନେଇ ଆସୁଥିଲା। ଅନେକ ଥର ଏସବୁକୁ ମନରୁ କାଢ଼ିବାକୁ କୁଆଡ଼େ ଟିକେ ବୁଲି ଆସି ମାଇଣ୍ଡ ଫ୍ରେଶ୍ କରିବାକୁ ମନ ହେଲେ ବି ଯାଇପାରୁନଥିଲି। କାହିଁକିନା ସେ ଗଲା ପରେ ତା ଦାୟିତ୍ୱଟା ଆଉ କାହାକୁ ଭରସା କରି ଦେଇ ହେଉନଥିଲା। ଯଦିଓ କେତେବେଳେ ଫ୍ରି ଟାଇମ୍ ମିଳୁଥିଲା ଟିକେ ଯାଇ ବୁଲି ଆସୁଥିଲି, ତଥାପି ସେମିତି ରିଲାକ୍ସ ଲାଗୁନଥିଲା ଯେମିତି ସେ ଥିଲାବେଳେ ଲାଗୁଥିଲା। କାହିଁକିନା ସେ ମୋଠୁ ଦୂରେଇ ଗଲା ପରେ ମୋତେ ସବୁ ଯେମିତି ବୋଝ ବୋଝ ଲାଗୁଥିଲା। ବେଳେବେଳେ କାନ୍ଦିବାକୁ ବି ବହୁତ ଇଚ୍ଛା ହେଉଥିଲା। ହେଲେ ଜଣେ ପୁଅ କେବେ କାନ୍ଦିପାରେ ନା ଏକଥା କାହାକୁ ବା ଜଣା ନଥିଲା। ମୋତେ ଜଣାଥିଲା ସେ କିନ୍ତୁ ମୋ ପାଇଁ କାନ୍ଦୁଥିଲା। ହେଲେ ସେ ଖୁସିରେ ଅଛି ବୋଲି ମୋତେ ଜଣାଇବାକୁ ସମସ୍ତଙ୍କ ସାମ୍ନାରେ ହସୁଥିଲା। ସେ ଗଲା ପରେ ତାକୁ ତ ଦେଖିବାର ସୁଯୋଗ ନଥିଲା କି ଯୋଗାଯୋଗ ବି ହେଇପାରୁନଥିଲା। କିନ୍ତୁ ବେଳେବେଳେ ସୋସିଆଲ ମିଡ଼ିଆରେ କେଉଁ ସାଙ୍ଗ ସହିତ ଦେଖିଲେ ତାର ସେ ହସ ଭିତରେ ଦୁଃଖଗୁଡ଼ା ସ୍ପଷ୍ଟ ବାରି ହେଇଯାଉଥିଲା। ଅନେକ ଥର ଯୋଗାଯୋଗ କରିବାକୁ ଇଚ୍ଛା ହେଉଥିଲା, କିନ୍ତୁ କାହିଁକି କେଜାଣି ମୋ ମନଟା ତା ଇଚ୍ଛାକୁ ପୁଣି ପଛକୁ ଟାଣି ନେଉଥିଲା। ମନ ଇଚ୍ଛାକୁ କହୁଥିଲା, ନା ତୁ ତାକୁ ଭୁଲିବାକୁ ଚେଷ୍ଟା କର, ସେ ଆଉ କେବେ ତୋ ସହିତ ସମ୍ପର୍କ ରଖିବାକୁ ଚାହୁଁନି। ପୁଣି ଇଚ୍ଛା ମନକୁ ପଚାରିଲା, ସେ ସମ୍ପର୍କ ରଖିବାକୁ ଚାହୁଁନି ନା ତାର ଇଚ୍ଛା ଥିଲେ ବି ପଛକୁ ହଟି ଯାଉଛି? କାହିଁକିନା ସେ ତ ମୋ ପାଖରୁ ଦୂରେଇ ନଥିଲା, ତାକୁ ଜୋର ଜବରଦସ୍ତ ଦୂରେଇ ଦିଆଯାଇଥିଲା। ମନ କହିଲା ସେ ଯାହା ବି ହେଉ ସେ ଦୂରେଇ ଯାଉ କି ତାକୁ ଦୂରେଇ ଦିଆଯାଉ, କିନ୍ତୁ ଏତିକି ଜାଣିଥା ସେ ଆଉ କେବେ ତୋ ପାଖକୁ ଫେରିବନି କି ତୋ ସହିତ ଯୋଗାଯୋଗ କରିବନି, କି କେବେ ପୂର୍ବ ପରି ସବୁକିଛି ଠିକ୍ଠାକ୍ ହେବନି। ଆଉ ଯଦି ବି ତୋ ଭାବନା ଅନୁସାରେ କେବେ ପୁଣି ତୋ ସହିତ ସମ୍ପର୍କ ରଖେ, ଆଗ ଭଳି ସବୁକିଛି ଠିକ୍ଠାକ୍ ହେବନି। କାହିଁକି ଜାଣିଛ, ଥରେ ସୂତା ଛିଡ଼ିଗଲେ ଯେତେ ଗଣ୍ଠି ପକାଇଲେ ବି କ'ଣ ସେ ପୂର୍ବ ଭଳି ମଜବୁତ ହୋଇପାରିବ? ମନଠୁ ଏସବୁ କଥା ଶୁଣିବା ପରେ ମୋର କିନ୍ତୁ ଏସବୁ କଥାକୁ ବିଶ୍ୱାସ ହେଉନଥିଲା। କାହିଁକି ଜାଣିଛନ୍ତି, ସେ ମୋ ହୃଦୟରୁ ଟିକିଏ ବି ବାହାରି ପାରୁନଥିଲା। ସେ ଦୂରେଇ ଯିବାର ଯେତେ ଯେତେ ଦିନ ବଢ଼ି ବଢ଼ି ଚାଲିଥିଲା, ମୋ ହୃଦୟଟା ତାକୁ ଛାଡ଼ିବା ବଦଳରେ ବେଶୀ ବେଶୀ ଝାବୁଡ଼ି ଧରୁଥିଲା। ରାତିରେ ଅନେକ ଥର ନିଦ ନ ଆସିଲେ ଆଖିରୁ ଦୁଇ ଟୋପା ଲୁହ ଆସିଯାଉଥିଲା। ସେ ମୋର ସେମିତି ଖାସ୍ ନଥିଲା, ସମ୍ପର୍କଟା ଦୂର ସମ୍ପର୍କ ଥିଲା। ମୁଁ ଜାଣିଶୁଣି ତାକୁ ପାଖକୁ ଆଣିନଥିଲି, କିନ୍ତୁ ସେ ଆସିଯାଇଥିଲା। ଆଉ କେତେବେଳେ ଅଜାଣତରେ ନିଜର ହେଇଯାଇଥିଲା। ନିଜର ନଥିବା ଲୋକଟା କେଜାଣି କେମିତି ଏତେ ନିଜର ହେଇଗଲା, ଆଉ ଶେଷରେ ଦୁଃଖ ଆଉ ଯନ୍ତ୍ରଣା ଦେଇ ଛାଡ଼ି ଚାଲିଗଲା। ତାର ବି ତ ଛାଡ଼ି ଯିବାକୁ ଇଚ୍ଛା ନଥିଲା, ଜବରଦସ୍ତ ଛାଡ଼ିବାକୁ ସେ ବାଧ୍ୟ ଥିଲା। ସେତେବେଳେ ତାକୁ ବି କେତେ କଷ୍ଟ ହେଉଥିଲା। ତା କଷ୍ଟଟା ମୋଠୁ ବେଶୀ କାହାକୁ ଅନୁଭବ ହେଉନଥିଲା। କାହିଁକିନା ଏ ଦୁନିଆଟା ପୁରା ସ୍ୱାର୍ଥପର ଥିଲା। ଏ ଦୁନିଆଟା ବେଇମାନ ଥିଲା। ଏ ଦୁନିଆଟା ଈର୍ଷାରେ ଜଳୁଥିଲା। କିଛି ଲୋକ କରିଥିବା ତା ଉପକାରକୁ ଭୁଲି ଯାଇଥିଲେ। କିଛି ଲୋକ ଏମିତି ସମ୍ପର୍କକୁ ସହିପାରୁନଥିଲେ। ଆଉ କିଛି ଲୋକ ନାଟକ ଆରମ୍ଭ କରିଦେଇ ମଜା ଦେଖିବାକୁ ଭଲ ପାଉଥିଲେ। ହେଲେ ମୁଁ କିନ୍ତୁ ଚୁପ୍ ଥିଲି। ନା କହିପାରୁଥିଲି ନା ସହିପାରୁଥିଲି। ସେ ପରିସ୍ଥିତିରେ ମୁଁ କିଛି କହିବାକୁ ମୋ ପାଟିରେ ଭାଷା ନଥିଲା। ଆଖିର ଲୁହକୁ ଛାତିରେ ଚାପି ରଖୁଥିଲି। ହେଲେ ଯେତେବେଳେ ନିଜକୁ ଏକୁଟିଆ ପାଉଥିଲି, ସେ ଲୁହ ଗୁଡ଼ାକୁ ଡାକି ବାହାର କରିଦେଉଥିଲି। ତଥାପି ବି ଡର ଲାଗୁଥିଲା, ମୋ ଅଜାଣତରେ କେହି ଦେଖୁନାହାନ୍ତି ତ? କାହିଁକିନା ମୋ ଦୁଃଖର ଲୁହ ଦେଖିଲେ କାଳେ କିଏ ହସିବ। ଜାଣିଗଲି ସେ ଆଉ କେବେ ଫେରିବନି କି ଆଉ ମୋ ସହିତ ସମ୍ପର୍କ ରଖିବନି। ସେଥିପାଇଁ ତାକୁ ଭୁଲିବାକୁ ଚେଷ୍ଟା କରୁଥିଲା ବେଳେ ଏ ହୃଦୟଟା ତାକୁ ବେଶୀ ବେଶୀ ଜାବୁଡ଼ି ଧରୁଥିଲା। ଆଉ କହୁଥିଲା, ତୁ ତାକୁ ଭୁଲିଯିବୁ କେମିତି? ସେ ବା ତୋତେ ଭୁଲି ନ ପାରି ସବୁବେଳେ ତୋ କଥା ମନେ ପକାଉଛି। ସମୟ ସିନା ତମ ଦୁଇ ଜଣଙ୍କୁ ଅଲଗା କରିଦେଇଛି, ହେଲେ ଭାଙ୍ଗି ପଡ଼ନି। ସତ୍ୟରେ ସବୁବେଳେ ଜୟ ହେଇଛି। ଆଉ ତମ ସମ୍ପର୍କ ପବିତ୍ର ଥିଲା, ଅଛି ଆଉ ରହିବ। ଭଗବାନ ଦିନେ ତମ ଡାକ ଶୁଣିବେ, ଆଉ ପୁଣି ଥରେ ତମେ ଏକାଠି ହେବ। ପୁଣି ପୂର୍ବ ପରି ହସ ଖୁସି କରିବ, ପୁଣି ମଜା କରିବ, ସାଙ୍ଗ ହୋଇ ଅନେକ ଜାଗା ବୁଲିବ। କିନ୍ତୁ ମୋତେ ଏସବୁ ସ୍ୱପ୍ନ ଭଳି ଲାଗୁଥିଲା। ତଥାପି ମୋ ମନ କହୁଥିଲା, ସେ ଆଜି ବି ମୋତେ ସେତିକି ଭଲ ପାଉଥିଲା, ଠିକ୍ ସେଦିନ ଯେତିକି ଭଲ ପାଉଥିଲା। ମୋ ଭଳି ଆଜି ବି ସେ ଆମ ପୁରୁଣା ସ୍ମୃତିକୁ ସେତିକି ମନେ ପକାଉଥିଲା, ଠିକ୍ ମୋର ଯେତିକି ମନେ ପଡ଼ୁଥିଲା। ଆଉ ଆଜି ବି ସେ ସେତିକି ମନେ ପକାଇ
ମୋତେ ମିସ୍ କରୁଥିଲା ଠିକ୍ ମୁଁ ତାକୁ ଯେତିକି ମିସ୍ କରୁଥିଲି। ଆଉ ଆଜି ବି ମୋ ଭଳି ସେ ବି ପୁଣି ଥରେ ପୁରୁଣା ସମ୍ପର୍କ ଫେରି ଆସିବାକୁ ସେହି ସମୟକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲା। କେବଳ ସେହି ସମୟକୁ ଅପେକ୍ଷା ଥିଲା, ଜଣା ନଥିଲା ସେ ସମୟ ପୁଣି ଆସିବ କି ନାହିଁ। ଯଦି ଆସିବ କେବେ ଆସିବ। କଷ୍ଟ ହେଲେ ବି ନିଜଠୁ ଅଧିକ ତା ଉପରେ ଭରସା ଥିଲା। ସେ ଦୂରେଇ ଯିବା ପରେ ନା କେବେ ଦେଖା ହେଇଛି ନା କଥା ହେଇଛି, କିନ୍ତୁ ଦୂରେଇ ଯିବାର ଏତେ ବର୍ଷ ପରେ ବି ଯଦିଓ ପୁଣି ଥରେ ପୁରୁଣା ସମ୍ପର୍କ ଫେରିବା ଆଶାଟା କମ୍ ଥିଲା, ତଥାପି ଭଗବାନଙ୍କ ଉପରେ ଭରସା ରଖି ତାକୁ ଅପେକ୍ଷା କରିବାର ମଜା ବି ଅଲଗା ଥିଲା। କ'ଣ ଭାବୁଛନ୍ତି ଏଇଟା କାହା କାହାଣୀ? କିଛି ନ କହି ଏମିତି ପାଗଳ ଭଳି କ'ଣ ଇଆଡ଼ୁ ସିଆଡ଼ୁ ଗପି ଚାଲିଛି? ଏଇଟା ହୁଏତ ମୋ ପାଗଳାମି ହେଇପାରେ, କିନ୍ତୁ ଏଥିରେ ଥିବା ପ୍ରତିଟି ଶବ୍ଦର ଅର୍ଥ କାହାର ନା କାହାର ଅନ୍ତରର ବେଦନା ଥିଲା, କାହାର ନା କାହାର ହୃଦୟର କଥା ଥିଲା। କାହାଠୁ କିଏ ଦୂରେଇ ଯାଇ କଷ୍ଟ ପାଉଥିଲା ତ କାହାଠୁ କିଏ ଦୂରେଇବାକୁ ନ ଚାହିଁବି ବାଧ୍ୟବାଧକତାରେ ଦୂରେଇ ଯାଇଥିଲା, ତ ଆଉ କାହାକୁ କାହାଠୁ ଚକ୍ରାନ୍ତ କରି ଦୂରେଇ ଦିଆଯାଇଥିଲା। ସେ ସମ୍ପର୍କ କିଛି ବି ହେଇପାରେ, ସେ ପ୍ରେମ ସମ୍ପର୍କ ହେଇପାରେ, ସେ ବନ୍ଧୁତା ହେଇପାରେ, ସେ ଭାଇ ଭଉଣୀର ସମ୍ପର୍କ ବି ହେଇପାରେ, ସେ ଆଉ କିଛି ନିଜର ସମ୍ପର୍କ ବି ହେଇପାରେ। ଦର୍ଶକ ବନ୍ଧୁ, ମୋତେ ଏମିତି କାହାଣୀ ପାଇଁ ଅନେକ କଲ୍ ଆସୁଥିଲା। ଆମର ଅନେକ ପ୍ରିୟ ଦର୍ଶକ ଏଇଭଳି କାହାଣୀ କରିବାକୁ ମୋତେ ସବୁବେଳେ ଅନୁରୋଧ କରିଥିଲେ। କେଜାଣି କାହିଁକି ଆଜି ସକାଳୁ ବସିଥିବା ବେଳେ ଏଇ କେଇ ପଦ ଲେଖିବାକୁ ଇଚ୍ଛା ହେଇଥିଲା। ଆଉ ଏଇ କେଇ ପଦ କଥା ଏମିତି କାହାଣୀ କରିବାକୁ ମୋତେ ଫୋନ୍ କରିଥିବା ସେଇ ପ୍ରିୟ ଦର୍ଶକଙ୍କ ପାଇଁ ଲେଖିଦେଲି। ମୁଁ ଜାଣିନି ଏ ହୃଦୟସ୍ପର୍ଶୀ କଥା କାହା ହୃଦୟକୁ କେତେ ଛୁଇଁବ, କିନ୍ତୁ ଯାହା ଜୀବନରେ ଏମିତି ଘଟିଛି ତାଙ୍କ ହୃଦୟକୁ ନିଶ୍ଚିତ ଛୁଇଁବ, ଏଥିରେ ଟିକିଏ ବି ସନ୍ଦେହ ନଥିଲା। ସତରେ ଯଦି ଏ କଥା ଆପଣଙ୍କ ହୃଦୟକୁ ଛୁଇଁଥିବ ଆଉ ଆପଣଙ୍କ ଜୀବନରୁ ଯଦି କିଏ ନିଜ ଲୋକ ଦୂରେଇ ଯାଇଥିବ, ତେବେ ସେ କିଏ କମେଣ୍ଟ କରି ନିଶ୍ଚିତ ଜଣାଇବେ। ହଁ, ସବୁ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ବଣ୍ଟି ବବଲିଙ୍କ ରଙ୍ଗ ନମ୍ବର ପ୍ରେମ ଖୁବ୍ ଶୀଘ୍ର ପ୍ରତିଦିନ ରାତି 9ଟାରେ ଆରମ୍ଭ ହେବାକୁ ଯାଉଛି। ଆଉ ଏ କାହାଣୀ ସରିବା ପର୍ଯ୍ୟନ୍ତ ସବୁଦିନ ରାତି 9ଟାରେ ଆପଣଙ୍କ ସାମ୍ନାକୁ ଏହି କାହାଣୀ ନେଇ ଆସିବୁ। ଆଶା କରୁଛୁ ଆପଣ ରଙ୍ଗ ନମ୍ବର ପ୍ରେମ କାହାଣୀର ଟ୍ରେଲରକୁ ଯେତିକି ଭଲ ପାଇବା ଦେଇଛନ୍ତି, ପୁରା କାହାଣୀକୁ ତାଠୁ ଅଧିକା ଭଲ ପାଇବା ଦେବେ। ସେହି ବଣ୍ଟି ବବଲି କାହାଣୀରେ ଆମେ ଚେଷ୍ଟା କରିବୁ ଆପଣଙ୍କୁ ଖୁବ୍ ମନୋରଞ୍ଜନ କରିବାକୁ। ଆପଣଙ୍କ ଭଲ ପାଇବା ସବୁବେଳେ ଆମ ଉପରେ ଏମିତି ଥାଉ। ନମସ୍ତେ, ଜୟ ଜଗନ୍ନାଥ।